ସେଟା ଖୋଳିବ ତ ଖୋଳ ନହେଲେ ଆମେ ଯିବୁ। ସାପ ତୁମର ଭୟ ଅଛି ଖୋଳ। ସେ ଯିବନି ତା ବାପା ଯିଏ ପଶିବ ପଶିବନି। ଯା ସିନେ ଫେରେ ଆସିବେ ସାର୍ ମାନେ ନେଇଯିବେ। ସାପ ଆମେ ଧରିବାକୁ ଆଇଛୁ, ତୁମେ ଗେଁ 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 ହେଲେ କିଛି କୌଣସି କାମ ନାହିଁ। ଆମେ ଜାଣିଛୁ ସାପ ଏଠି ନାହିଁ ତମର ଯେଉଁ ଅୟାସରେ ବନ୍ୟା ପାଣି ପ୍ରବେଶ କରିଛି ପତିରି ଗାଁ, ଯେଉଁଠି ଅଣ୍ଟାଏ ଅଣ୍ଟାଏ ପାଣି ବର୍ତ୍ତମାନ ସୁଦ୍ଧା ଅଛି। ରାତି 10ଟା ବେଳେ ଆମକୁ କଲ୍ ଆସିଥିଲା ଯେ ପତିରି ଗାଁରେ ଜଣଙ୍କ ଘରେ ଗୋଟେ ସାପ ପଶିକି ବାହାରିକି ସେ ପାଖରେ କେଉଁଠି ଅଛି ଏବଂ ଭାରି ବ୍ୟସ୍ତ ହୋଇ ପଡ଼ିଥିଲେ। ଯେହେତୁ ବନ୍ୟାର ଭୟ ଅଛି ତା ସହିତ ଏ ସାପ କାମୁଡ଼ାର ଭୟ, ତେଣୁ ଆମେ ଯାହା ହଉ ବନ୍ୟା ପାଣି ଥିଲେ ବି ଆମକୁ ଯାଇକି ସେ ନେଇକି ଆସିଲେ। ଆମେ ଆସିଲୁ, ଆସିଲା ପରେ ବହୁତ ଖୋଜାଖୋଜି କଲା ପରେ କାନ୍ଥ କଡ଼ର ଇଟା ସନ୍ଧିରେ ପାଖାପାଖି 4.5 ଫୁଟର ଗୋଟେ ନାଗସାପ ଗୋଖର ବିଷାକ୍ତ ସାପ ଉଦ୍ଧାର କଲୁ ଏବଂ ସେମାନେ ବହୁତ ଭୟଭୀତ ଅଛନ୍ତି। ଏଇଠି ରାଜ୍ୟ ସରକାରଙ୍କ ତରଫରୁ ବନ୍ୟା ପାଣିରେ ସାପ କାମୁଡ଼ିଲେ କୌଣସି କ୍ଷୟକ୍ଷତି ମିଳେ ନା, ତେଣୁ ରାଜ୍ୟ ସରକାରକୁ ବି ଏଠି ଅନୁରୋଧ କରିବୁ ଯଦି ବନ୍ୟା ବିପନ୍ନଙ୍କୁ ଏ ସାପ କାମୁଡ଼ାର ଭୟ ରହିଛି ତେଣୁ ତାଙ୍କ ପ୍ରତି ଟିକେ ଦୃଷ୍ଟି ଦିଅନ୍ତୁ ଏବଂ ସମସ୍ତ ଜନସାଧାରଣ ଯେଉଁମାନେ ବନ୍ୟାରେ ପୀଡ଼ିତ ତାଙ୍କୁ ବି ଅନୁରୋଧ କରିବୁ ସେମାନେ ଯଦି ସାପ ଦେଖୁଛନ୍ତି ତା ସହିତ କୌଣସି ଛେଡ଼କାନି ନ କରି ତା ପଛରେ ନ ଧାଇଁ ମାରପିଟ ନ କରି ଧରିବାକୁ ଚେଷ୍ଟା ନ କରି ସୁରକ୍ଷିତ ଭାବରେ ଯେଉଁମାନେ ସ୍ନେକ୍ ରେସ୍କ୍ୟୁ କରି ଜାଣିଛନ୍ତି କିମ୍ବା ବନ ବିଭାଗକୁ ଖବର ଦିଅନ୍ତୁ ଏବଂ ନିଜର ଜୀବନକୁ ସୁରକ୍ଷିତ କରନ୍ତୁ। ଉଚ୍ଚା ସ୍ଥାନରେ ରୁହନ୍ତୁ, ମଶୁରୀ ଟାଙ୍ଗି ଶୁଅନ୍ତୁ। ଏହି ସାପ ଏକ ବିପଦ ହିସାବରେ ଛିଡ଼ା ହେଇଛି। ଏଇ ଯେଉଁ ବୈତରଣୀ କାଣୀ ନଦୀର ଘାଇ ପରେ ସାପ ଏକ ମୁଖ୍ୟ ବିପଦ ହୋଇସାରିଛି। ଆମେ କିଛି ଦିନ ମଧ୍ୟରେ ସ୍କୁଲ ଏବଂ ଲୋକ ଜନବସତି ଏବଂ ଘରୁ ବହୁତ ଗୁଡ଼ାଏ ସାପ ଉଦ୍ଧାର କଲୁଣୁ, ବିଷାକ୍ତ ସାପ। ଏହି ପରିପ୍ରେକ୍ଷୀରେ ସମସ୍ତେ ସତର୍କ ରହିବା ପାଇଁ ଆମେ ଅନୁରୋଧ କରୁଛୁ। ଆମ ପତିରିରେ ପାଣି ହେବା ଦୃଷ୍ଟିରୁ ବିଷାକ୍ତ ସାପ ବୁଲୁଥିଲେ। ଗୋଟେ ନାଗ ସାପ ଆମର ଆସିଥିଲେ, ହେଲ୍ପ ଲାଇନ୍ରୁ ଧରିଛନ୍ତି ପ୍ରମୋଦ ବାବୁ, ଧରିକି ନେଇକି ଯାଉଛନ୍ତି। ଆମକୁ ସୁରକ୍ଷା ଦିଅନ୍ତୁ, ଆମେ କେମିତି ରହିବୁ, ପାଣି ଘେରରେ ରହିବୁ ନା ଇଆଡ଼େ ସାପରୁ ଆମେ ଉଦ୍ଧାର ହବୁ। ବାବା ଭରସା ମାନେ କ'ଣ? ପାତ୍ର ଇଲେକ୍ଟ୍ରୋନିକ୍ସ, ସମ୍ପର୍କ ଏକ ଭରସାର।